ବାହାନା କରିବା ବନ୍ଦ କରନ୍ତୁ। ଦୁର୍ବଳ ମାନସିକତା କିପରି ବଦଳାଇବେ? ଆପଣ କ'ଣ ସବୁବେଳେ କାମକୁ ଆଳସ୍ୟ କରୁଛନ୍ତି? କାଲି କରିବି କହି ଆଗକୁ ବଢ଼ିବାର ସୁଯୋଗ ହରାଉଛନ୍ତି କି? ତାହେଲେ এই ଭିଡ଼ିଓଟି ଆପଣଙ୍କ ପାଇଁ। ନମସ୍କାର ବନ୍ଧୁଗଣ, ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା ୱିକ୍ ମାଇଣ୍ଡସେଟ୍ ବା ଦୁର୍ବଳ ମାନସିକତା ବିଷୟରେ। ଜଣେ ବ୍ୟକ୍ତି କାହିଁକି ନିଜ କାମକୁ ଘୃଣା କରେ ଏବଂ ସଫଳ ନ ହେବା ପାଇଁ ହଜାରେ ବାହାନା ତିଆରି କରେ, ସେ ସବୁର ଅସଲ କାରଣ ଏହି ଭିଡ଼ିଓରେ ଆପଣ ଜାଣିବାକୁ ପାଇବେ। ଚାଲନ୍ତୁ ଡେରି ନକରି ଆରମ୍ଭ କରିବା। ଏହି ଭିଡ଼ିଓରେ ଆପଣ ଜାଣିବେ ୱିକ୍ ମାଇଣ୍ଡସେଟ୍ର ଲକ୍ଷଣ, କାହିଁକି ଆମେ କାମକୁ ଡରୁ। ସେକେଣ୍ଡ ହେଲା ବାହାନାର ଜାଲ, କିପରି ବାହାନା ଆମକୁ ଗୋଟିଏ ସ୍ଥାନରେ ଅଟକାଇ ରଖେ। ତାପରେ ମେଣ୍ଟାଲ ଟୋନେସ୍, ନିଜ ମନକୁ କିପରି ଶକ୍ତିଶାଳୀ କରିବେ ଏବଂ କାମକୁ ଭଲ ପାଇବେ। ସକ୍ସେସର ଫର୍ମୁଲା, ଆଳସ୍ୟ ଛାଡ଼ି ଆଗକୁ ବଢ଼ିବାର ସହଜ ଉପାୟ। ଯଦି ଆପଣ ନିଜ ଜୀବନରେ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି ଏବଂ ବାହାନା କରିବା ଛାଡ଼ିବାକୁ ଚାହୁଁଛନ୍ତି, ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଭିଡ଼ିଓଟିକୁ ଭଲ ଲାଗେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିବାକୁ ଜମା ବି ଭୁଲିବେନି। ଯଦି ବେଲ୍ ଆଇକନ୍ ପ୍ରେସ୍ କରନ୍ତି ତେବେ ସର୍ବପ୍ରଥମେ ଭିଡ଼ିଓ ଗୁଡ଼ିକ ଆପଣଙ୍କ ପାଖରେ ପହଞ୍ଚିବ। କେତେ ଗୁଡ଼ିଏ ପଏଣ୍ଟସ୍ ଉପରେ କଥା ହେବା। ପ୍ରଥମେ ଦେଖନ୍ତୁ ବାହାନା ବିରୁଦ୍ଧରେ କ'ଣ କରିପାରିବା। ଏଗେନ୍ଷ୍ଟ ଏକ୍ସକ୍ୟୁଜେସ୍। ବାହାନା ସେଇମାନେ କରନ୍ତି ଯେଉଁମାନେ ଜିତିବାକୁ ଚାହାନ୍ତି ନାହିଁ। ଯଦି ଜିତିବାର ଜିଦ୍ ଥାଏ ତେବେ ବାଟ ଆପେ ଆପେ ମିଳିଯାଏ। ଠିକ୍ ଅଛି। ଯଦି ଜଣେ ସକ୍ସେସଫୁଲ୍ ହେବାକୁ ଯେଉଁ ନାରୀ ଇଚ୍ଛା କରନ୍ତି, ସେ ତାର ନିଶ୍ଚିନ୍ତ ଇଚ୍ଛା ଶକ୍ତିକୁ କେହି ବି ଅଟକାଇ ପାରିବେନି। ତା ପାଇଁ ବାଟ ଭଗବାନ ଆପେ ଆପେ ଫିଟେଇ ଦେବେ। ଯେଉଁଭଳି ଭାବରେ ସେ ସକ୍ସେସ୍ ହେଇପାରିବ, ଦୁନିଆକୁ ଦେଖେଇ ପାରିବ। ଦ୍ୱିତୀୟରେ ଦେଖନ୍ତୁ, ଏଭଳି ଲୋକ ମିଳନ୍ତି କାମ ପ୍ରତି ଭୟ, ଓଭରକମିଂ ଫିୟର ଅଫ୍ ୱାର୍କ। ଦୁନିଆରେ ଏଭଳି ଲୋକ ବି ମିଳନ୍ତି। କାମକୁ ଘୃଣା କରନ୍ତୁ ନାହିଁ, କାରଣ ଆଜିର ପରିଶ୍ରମ ହିଁ ଆପଣଙ୍କର ଆଗାମୀ କାଲିର ସଫଳତାର ପରିଚୟ ଦେବ। ମନେ ରଖନ୍ତୁ, ଶାନ୍ତ ସମୁଦ୍ର କେବେ ଭଲ ନାବିକ ତିଆରି ଯେତେ ଅଶାନ୍ତ ହେବ ସେତେ ସଫଳତା ବା ଏକ୍ସପୋର୍ଟ ଅଭିଜ୍ଞତା ନାବିକ ତିଆରି ହେଇପାରିବ। 3 ନମ୍ବର ହେଲା ମାନସିକତା ପରିବର୍ତ୍ତନ, ମାଇଣ୍ଡ ସିଫ୍ଟ। ଦେଖନ୍ତୁ, ଏହା ହେଲା ଦୁର୍ବଳ ମନ ସବୁବେଳେ ସମସ୍ୟା ଖୋଜେ, କିନ୍ତୁ ଶକ୍ତିଶାଳୀ ମନ ସବୁବେଳେ ସମାଧାନ ଖୋଜେ। କୌଣସି ଅସୁବିଧାକୁ ସେମାନେ କିଭଳି ଏହାର ସମାଧାନ ହେଇପାରିବ ସେ ବାଟ ଖୋଜନ୍ତି, କିନ୍ତୁ ଦୁର୍ବଳ ମନ ଚିନ୍ତା ଯାହାର, ସେ ସବୁବେଳେ ବାହାନା ଖୋଜେ ଆଉ ଏ କାମରୁ କେମିତି ନିବୃତ୍ତ ରହିବ ସେ ବାଟଟି ଖୋଜେ। ତେଣୁ ନିଜ ମାନସିକତାକୁ ବଦଳାନ୍ତୁ, ଜୀବନ ଆପେ ଆପେ ବଦଳିଯିବ। ନମ୍ବର 4, ସମୟ ଏବଂ ଆଳସ୍ୟ, ପ୍ରୋନୋକ୍ରାଷ୍ଟିନେସନ୍ସ। କାଲି କାଲି କହି ଯେଉଁମାନେ କାମକୁ ଟାଳନ୍ତି ସେମାନଙ୍କ ପାଇଁ ସଫଳତା ବି କାଲି ପାଇଁ ଘୁଞ୍ଚିଯାଏ। ଏଇଟା ମନେ ରଖନ୍ତୁ, ଏଇଟା ଗୋଟେ ବହୁତ ବଡ଼ ପଏଣ୍ଟ ଅଛି। ଯିଏ କାଲି କାଲି କହି ସବୁବେଳେ ଠକନ୍ତି ତାଙ୍କ କାମ ବା ସଫଳତା କାଲି କାଲି ହିଁ ସାରା ଦିନକୁ ଘୁଞ୍ଚିଯିବ। ସମୟ କାହା ପାଇଁ ଅପେକ୍ଷା କରେ ନାହିଁ, ସମୟକୁ ସାଙ୍ଗରେ ଆମକୁ ଚାଲିବାକୁ ପଡ଼େ। ସମୟକୁ ଆମ ସହିତ ନୁହେଁ, ଆମେ ତା ସହିତ ଚାଲିବାକୁ ପଡ଼ିବ। ଶେଷରେ ହେଲା ଜିତିବାର ମନ୍ତ୍ର। ଏହାକୁ ଆମେ କିଭଳି ଭାବେ ଜିତିପାରିବା? ଦ ୱିନିଂ ମନ୍ତ୍ର। ଶରୀରରୁ ନୁହେଁ, ମଣିଷ ନିଜ ମନରୁ ହାରିଯାଏ। ଯେଉଁଦିନ ତୁମେ ନିଜ ମନକୁ ଜିତି ନେବ ସେଦିନ ଦୁନିଆ ତୁମ ପାଦ ତଳେ ଥିବ। ହଁ ଦର୍ଶକ ବନ୍ଧୁ, ଇଏ ମୋର ଆପଣମାନଙ୍କୁ ଚ୍ୟାଲେଞ୍ଜ। ଆପଣମାନେ ଯଦି ନିଜକୁ ସଫଳତା କରିବାକୁ ଇଚ୍ଛା କରୁଛନ୍ତି ତେବେ ମୋର ହ୍ୱାଟ୍ସଆପ୍ ନମ୍ବରରେ କଣ୍ଟାକ୍ଟ କରନ୍ତୁ ଆଉ ଯୋଡ଼ି ହୁଅନ୍ତୁ, ଶିଖନ୍ତୁ। ଆପଣ ବି ଜଣେ ସଫଳ ନାରୀ ହୋଇ ବାହାରିବେ। ଧନ୍ୟବାଦ। ଟିକୁ ଆପଣ ଦେଖିଥିବାରୁ ମୁଁ ଆପଣଙ୍କ ପ୍ରତି କୃତଜ୍ଞତା ଏବଂ ଧନ୍ୟବାଦ ଦେଉଛି ଏବଂ ପରବର୍ତ୍ତୀ ଭିଡ଼ିଓକୁ ଆପଣ ନିଶ୍ଚୟ ଅପେକ୍ଷାରେ ଥିବେ। ମୁଁ ଆପଣଙ୍କୁ ଆଶା କରୁଛି, ଆପଣଙ୍କ ଠାରୁ ଆଶା କରୁଛି।